ଏବଂ ଦଳର ବରିଷ୍ଠ ନେତା ଦଳର ଉପସଭାପତି ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବ୍ରହ୍ମପୁର ଆମର କର୍ପୋରେସନ ଜିଲ୍ଲା ପରିଷଦର ସମ୍ମାନସ୍ପଦ ଅଧ୍ୟକ୍ଷା ଏବଂ ନନ୍ଦିନୀ ଦେବୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପୂର୍ବତନ ପ୍ରଫେସରଙ୍କର ଯୋଉ ପ୍ରକାର ଇଙ୍ଗିତ ରହିଥିଲା ତାକୁ ସେ କଲେଜର ଅଧ୍ୟାପିକା ଆଇସିସି କମିଟି କଲେଜର ଅଧ୍ୟକ୍ଷ ଏବଂ ଫକୀରମୋହନ ସ୍ୱୟଂଶାସିତ ବିଦ୍ୟାଳୟର ସମସ୍ତ ଅଧିକାରୀ ମାନେ ସେ କଥା ଅବଗତ ଥିଲେ। ସେ ମଧ୍ୟ ବାଲେଶ୍ୱର ପୋଲିସ ପ୍ରଶାସନକୁ ଏକଥା ଜଣାଇଥିଲେ, ସ୍ଥାନୀୟ ସାଂସଦକୁ ଜଣାଇଥିଲେ, ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ଏବଂ ସବୁଠାରୁ ଚିନ୍ତାଜନକ ବିଷୟ ହେଲା ସୌମ୍ୟଶ୍ରୀ ଯେତେବେଳେ ଦଗ୍ଧ ହେବା ପୂର୍ବରୁ ଏ ସମ୍ପର୍କରେ ତାଙ୍କୁ ଯୋଉଭଳି ଭାବରେ ନିର୍ଯାତନା ଦିଆଯାଉଛି ସେଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ସ୍ଥାନୀୟ ବିଧାୟକ, ପୋଲିସ ପ୍ରଶାସନ ସମସ୍ତଙ୍କୁ ଟ୍ୱିଟ୍ କରିକି ସେ ଜଣାଇଲେ ଯେ ମୋ ପ୍ରତି ଯୋଉ ପ୍ରକାର ଅବିଚାର କରାଯାଉଛି, କିନ୍ତୁ କେହି ତାଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ଗୋଟିଏ ଜୀବନ ଦୀପ କେବଳ ଲିଭିଗଲାନି, 1 ବର୍ଷ ଭିତରେ ସରକାରଙ୍କର ଯୋଉ ଚରମ ବିଫଳତା ଏବଂ ନାରୀ ମାନଙ୍କ ପ୍ରତି ଯୋଉ କ୍ରମାଗତ ଭାବରେ ଯୋଉ ପ୍ରକାର ଓଡିଶାରେ ବଢି ଚାଲିଛି ଭ୍ରଷ୍ଟାଚାର, ତାକୁ ଗୋଟିଏ ସରଫେସକୁ ଆଣିଲେ କୁମାରୀ ସୌମ୍ୟଶ୍ରୀଙ୍କର ମୃତ୍ୟୁ ଘଟଣା ଆମର ବ୍ୟବସ୍ଥାକୁ କାଠଗଡାରେ ଆମକୁ ଛିଡା କରିଦେଇ ଯାଇଛି। ମୁଁ ଏଠି କେତୋଟି ଘଟଣା କହିବାକୁ ଚାହେଁ। ଆଜି ଯୋଉ ସମୟରେ ଆଜି ଏଠି ଆମେ ସାମ୍ବାଦିକ ସମ୍ମିଳନୀ କରୁଛେ, ଆପଣମାନେ ଜାଣିଛନ୍ତି ନିମାପଡା ନିର୍ବାଚନ ମଣ୍ଡଳୀର ପାଠ୍ୟକ୍ରମରେ ଜଏନ କରିଛନ୍ତି, ତାଙ୍କୁ 3 ଜଣ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି ଏବଂ ସେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଏମ୍ସ ମେଡିକାଲରେ ଏବଂ ଆ ଭିତରେ 4 ବର୍ଷ ନାବାଳିକା ଶିଶୁକୁ ରେପ୍ ଏବଂ ବର୍ତ୍ତମାନ ଏଇ ବର୍ଷ 2024-25 ବର୍ଷ ଯାହା ସରକାରଙ୍କର ଶ୍ଵେତପତ୍ର ଯାହା ପ୍ରକାଶ ପାଇଛି 3054 ରେପ୍ କେସ୍ ଏ 2024-25 ଏଇ ବର୍ଷକ ଭିତରେ ସରକାର ନୂତନ ସରକାରଙ୍କ ସମୟରେ ସଂଗଠିତ ହେଇଛି। ଇଏ ହେଲା ଗୃହ ବିଭାଗର ଶ୍ଵେତପତ୍ର, ବିଧାନସଭାରେ ଯାହା ଉପସ୍ଥାପିତ ଶିଶୁ ଡେସ୍କ କାର୍ଯ୍ୟକ୍ଷମ ହଉଥିଲା ବିଭିନ୍ନ ଥାନା ମାନଙ୍କରେ ତାକୁ ସମ୍ପୂର୍ଣ୍ଣ ଅଚଳ ହେଇଯାଇଛି ଏବଂ ସବୁଠାରୁ ଅତ୍ୟନ୍ତ ଚିନ୍ତାଜନକ ବିଷୟ 1 ବର୍ଷ ସରକାର ଗଠନ ହବାର 1 ବର୍ଷ 2 ମାସ ହେଲା, କିନ୍ତୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଦସ୍ୟ ଯୋଉମାନେ ଏ ଅଭିଯୋଗର ରିଡ୍ରେସ୍ କରିବେ ସେ ଅଭିଯୋଗର ଅଧ୍ୟକ୍ଷା ଏବଂ ତାଙ୍କର ସଭ୍ୟ ପଦ ମଧ୍ୟ ପୂରଣ କରାଯାଇ ନାହିଁ ଏବଂ ଯୋଉଭଳି ଭାବରେ କ୍ରମାଗତ ଭାବରେ ମହିଳା ଦୁଷ୍କର୍ମ, ନାରୀଙ୍କ ପ୍ରତି ଯୋଉ ପ୍ରକାର ଦୁଷ୍କର୍ମ ବଢି ବଢି ଚାଲିଛି ଏବଂ ରାଜ୍ୟ ସରକାରଙ୍କର ଯୋଉ ଶ୍ଵେତପତ୍ର ଆଜି ପ୍ରକାଶ ପାଇଛି, ଏ ସମସ୍ତ କଥାକୁ ଯଦି ଆପଣମାନେ ଦେଖିବେ ଆଜି ସାରା ଭାରତ ବର୍ଷରେ ସାରା ବିଶ୍ୱରେ ଓଡିଶା ଆଜି କଳଙ୍କିତ ହେଇଛି। ଆଜି ମା ମାନଙ୍କ ପ୍ରତି ଯୋଉ ନିର୍ଯାତନା, ନାରୀ ଜାତି ପ୍ରତି ଯୋଉ ପ୍ରକାର ଅପମାନ ଏବଂ ଯୋଉଭଳି ଭାବରେ 3054 ରେପ୍ କେସ୍ ହେଇଛି, ଇଏ ରାଜ୍ୟ ସରକାରଙ୍କର ଗୋଟିଏ ଚରମ ବିଫଳତା କେବଳ ନୁହଁ, ଯୋଉ ଏଥିରୁ ଅନୁମାନ କରାଯାଉଛି ଯେ ସରକାରଙ୍କର ଆଦୌ ସମ୍ବେଦନଶୀଳ ନୁହଁ ମହିଳା ମାନଙ୍କର ସମସ୍ୟା ପ୍ରତି, ଯୋଉଥିପାଇଁ ଆସନ୍ତା 21 ତାରିଖ ଦିନ ଓଡିଶାର 3ଟି ରାଜସ୍ୱ ଡିଭିଜନରେ ବିଜୁ ଜନତା ଦଳ ପକ୍ଷରୁ ନାରୀ ମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ବିଶେଷ କରି ଆମେ 21 ତାରିଖ ଦିନ ବ୍ରହ୍ମପୁର ଆମର ଦକ୍ଷିଣ ଓଡିଶାର ଆରଡିସି ଅଫିସ ବ୍ରହ୍ମପୁର ଠାରେ ଗୋପାଳପୁର ଯୋଉ ହେଇଛି ଛାତ୍ରୀ କି ଧର୍ଷଣ କରାଯାଇଛି,
बलात्कार करा जायछि एवं बालेश्वर एफएम कॉलेज ର ସୌମ୍ୟଶ୍ରୀଙ୍କ जो जीवन दीप लिभि जाइछि एवं जो शह शह महिला निर्यातना केस आसुची विशेष करी गंजाम जिले रे आज आम अनुभव करछु एठी आईन रो शासन नाही तेणु आमे हजार हजार संख्या रे 21 तारिख दिन से दिन बाहरिबो हलिकोट कॉलेज छकरू आमे बाहरिबो एवं आरडीसी ऑफिस पर्यंत आमर शोभा यात्रा जीव एवं आरडीसी महोदय को आमे दाबी पत्र प्रदान करिबो जो क्रमागत भाव में नारी निर्यातना महिला निर्यातना शिशु निर्यातना जो भाई भाव में राज्य में संगठित होइछि ओडिशार जो चित्र आज मलिन होइछि सारा विश्व रे सारा भारत वर्ष रे तार प्रतिवाद करिबो बिजु जनता दल राजरास्ता को ओल्लैबो एवं से दिन आम आरडीसी ऑफिस घेराव करिबो एवं दाबी पत्र देबु जे सरकार तुरंत जदि विचार विभाग तदंत ए समस्त घटना जदि न करती तेबे आगामी दिन में आंदोलन को आहुरी दुर्बार करा जिवो। आमे जहा अनुभव करूछु वर्तमान गोटे लॉनेस आरंभ होइछि कोनोसी थाना कोनोसी सरकारी कार्यालय रे नारी माने सुरक्षित नुहति कैंपस सुरक्षित नुह ऑफिस सुरक्षित नुह एठी गोटे जो सरकारी दलर कर्मी माने जो भली भाव रे थाना को निजर ऑफिस बोली भाबुचंती गोटे आईन रो शासन ओडिसा रे नाही आमे आज अनुभव करूछु। आपण देखुथिबे जेतोटी घटना घटी गलानी सीरीज गंजाम जिल्लार जेतोटी घटना घटिलानी सारा ओडिसा रे जेतोटी घटना घटिलानी जो भली भाव रे उत्तर दायित्व सरकार नबा कथा जो भली भाव रे रेस्पॉन्सिबल हवा कथा जो भली भाव रे संवेदनशील हवा कथा से संवेदनशीलता सरकार नाही एक वर्ष जो सफलतार दौरान डिंडिम पिटुंट